ଓଡ଼ିଶାରେ ଫୁଟିଲା ପଦ୍ମ। ମୁଖ୍ୟମନ୍ତ୍ରୀ ରେସ୍ରେ ଏହି ନେତା ଓଡ଼ିଶା ବିଧାନସଭା ନିର୍ବାଚନ 2024ରେ ଭାଜପା ସଂଖ୍ୟା ଗରିଷ୍ଠତା ହାସଲ କରିଛି। ମ୍ୟାଜିକ୍ ନମ୍ବର 75 ଛୁଇଁବା ଦଳ 80 ଛୁଇଁଛି। ଏହି କ୍ରମରେ ବିଜେଡି 55 ଭୋଟ ପାଇଛି। ନବୀନ ପଟ୍ଟନାୟକଙ୍କ ଦଳ ଅତି ଶୋଚନୀୟ ଭାବେ ପରାସ୍ତ ହୋଇଛି। ତେବେ ପ୍ରାୟ 25 ବର୍ଷ ଅର୍ଥାତ୍ 5 ଦଶନ୍ଧିର ବ୍ୟବଧାନରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ହେବାକୁ ଯାଉଛି। ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଭାଜପାର ମୁଖ୍ୟମନ୍ତ୍ରୀଙ୍କ ଚେହେରା କିଏ? ସିଏମ୍ ଦୌଡ଼ରେ ଅନେକ ନେତାଙ୍କ ନାମ ସାମ୍ନାକୁ ଆସୁଥିବା ବେଳେ କିଛି ନେତା ଅଗ୍ରଣୀ ଭାବରେ ଅଛନ୍ତି। ସେମାନେ ହେଲେ ଓଡ଼ିଶାରେ 147ରୁ 75 ବିଧାନସଭା ଆସନ ଜିତି ଭାଜପା ଓଡ଼ିଶାରେ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି। ବହୁ ମତ ମିଳିବା ପରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା କିଏ? ଏହି ମଧ୍ୟରେ ଜଣେ ବଡ଼ କେନ୍ଦ୍ରମନ୍ତ୍ରୀଙ୍କ ନାମ ଆଗରେ ରହିଛି। ସେ ହେଲେ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ରେସ୍ରେ ଦ୍ୱିତୀୟ ବଡ଼ ଚେହେରା ହେଉଛନ୍ତି ସମ୍ବିତ ପାତ୍ର। ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ରାଜ୍ୟ ସଭାପତି ଭାବରେ ନିଯୁକ୍ତି କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ସେ ମଧ୍ୟ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଭାଜପା ନେତା ଜୟନାରାୟଣ ମିଶ୍ରଙ୍କ ମଧ୍ୟ ନାମ ରହିଛି। ଭାଜପା ଓଡ଼ିଶାରେ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ମଧ୍ୟ ରହିଛି। ତେବେ ଏହି ରେସ୍ରେ ସବୁଠାରୁ ବଡ଼ ଯୁବ ଚେହେରା ହେଲେ ସୂର୍ଯ୍ୟବଂଶୀ ସୁରଜ। ସେ ଭଦ୍ରକର ଧାମନଗର ବିଧାନସଭା ମଣ୍ଡଳୀରୁ ବିଧାୟକ ଅଛନ୍ତି। ତେବେ ତାଙ୍କୁ ମଧ୍ୟ ଭାଜପା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ହେଲେ ସେ ସବୁଠାରୁ କମ୍ ବୟସର ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାରେ ଇତିହାସରେ ରେକର୍ଡ ସୃଷ୍ଟି କରିବେ। ଆଗକୁ ନେଇ ଆସିବି ଆପଣଙ୍କ ପାଇଁ କିଛି ନୂଆ ଖବର। ସୁସ୍ଥ ରୁହନ୍ତୁ, ସତର୍କ ରୁହନ୍ତୁ। ନମସ୍କାର ଓଡ଼ିଶାବାସୀ।